ସାନ୍ତାଣୀ ହେବି କିସ ଦିନ ମଜାଉଛି ଖାଲି ରୋଷେଇରେ ରୋଷେଇ। ଆଲୋ ଏ ଛାଇନ, ଏମିତିକି ତ କାହିଁକି ବୋଲୁଛୁ? ରୋଷେଇ କ'ଣ ଆମର ମଜବୁରି? ରୋଷେଇ ପରା ଆମର ଗୋଟେ ଖୁସି। ତୁ ଆଜି କିଛି କରନା, ଆଜି ତୋ ଫେଭରାଇଟ୍ ଆଇଟମ୍ ମୁଁ ବନେଇକି ତତେ ଖୁଆଇବି। ଦେଖଣା ହାରିମାନଙ୍କୁ ରିକ୍ୱେଷ୍ଟ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଲାଇକ୍, ସେୟାର, କମେଣ୍ଟ କରିବାକୁ କେବେ ବି ଭୁଲନ୍ତୁନି। କ୍ଷୀରକୁ ଛେନା ଛିଣ୍ଡାଇଲା ପରେ ଯେଉଁ ପାଣିଟା ରହିଯାଇଥାଏ, ଆଜି ସେଇଥିରେ ଆମେ ଆଇଟମ୍ଟି ବନେଇବା। ଗୋଟେ ମୁଠା ଅରୁଆ ଚାଉଳକୁ 2-3 ଘଣ୍ଟା ବତୁରେଇ ଭଲ ଭାବରେ ଧୋଇ ତାପରେ ମୁଁ ଏବେ ତାକୁ ଗ୍ରାଇଣ୍ଡରରେ ପକାଇ ଗୋଟେ ବଢ଼ିଆ ପେଷ୍ଟ ବନେଇ ଦେଉଛି। ଆଉ ସେ ଛେନା ପାଣିରେ ଏଇ ପେଷ୍ଟଟିକୁ ମିଶାଇ ଦେଉଛି। ଅଳ୍ପ ଟିକେ ପାଣି ମିଶାଇକି ସେଥିରେ ଦେଇ ଦେଉଛି। ବାସ୍ ଏବେ ମୁଁ ତାକୁ ବସାଇ ଦେଉଛି ଚୁଲି ଉପରେ। ଆଉ 1 ଚାମଚ ଲୁଣ, ଅଧ ଚାମଚ ହଳଦୀ ଗୁଣ୍ଡ ପକାଇଲା ପରେ ତାକୁ ଭଲ ଭାବରେ ଗୋଳେଇ ନେଉଛି। ଲଗାତାର ନ ଗୋଳେଇଲେ ଯେଉଁ ଅରୁଆ ଚାଉଳର ଆମେ ମଣ୍ଡ ଦେଇଛନ୍ତି ସେଟା ତଳକୁ ଲାଗିଯିବ। ଏଇଟିକୁ ଆମେ 3ରୁ 5 ମିନିଟ୍ ଫୁଟିବାକୁ ଛାଡ଼ିଦେବା। ଏବେ ଆମେ ଛୁଙ୍କ ଦେବା ପାଇଁ ନେଇଯିବା କିଛି ଭୃସଙ୍ଗ ପତ୍ର, ତାପରେ ଏମିତି ଅଧା ଦରଦର ଛେଚା କରିକି ନେବା ରସୁଣ 4-5 ପାଖୁଡ଼ା, 2ଟି ଶୁଖିଲା ଲାଲ ଲଙ୍କା ବି ନେବା। ତାପରେ ନେଇଯିବା 2 ଚାମଚ ଗୋଟା ସୋରିଷ ବା ରାଇ। ଏବେ କଡ଼େଇରେ 2ରୁ 3 ଚାମଚ ସୋରିଷ ତେଲ ଦେଇଦେବା। ତେଲଟା ତାତିଗଲେ ସେଥିରେ ଆମେ ଯେଉଁ ଶୁଖିଲା ଲଙ୍କା ରଖିଥିଲେ ତାକୁ ଟିକେ ଏମିତି ହାତରେ ଛିଡ଼େଇକି ପକାଇଦେବା। ଲଙ୍କାକୁ ଟିକେ ଏପଟ ସେପଟ କରିଦେବା। ଏବେ ଗୋଟା ସୋରିଷକୁ ସେଥିରେ ପକାଇ ଫୁଟେଇବା। ସୋରିଷ ଏଠି ଚଡ଼ଚଡ଼ ହେଇ ଫୁଟିଗଲାଣି। ତାପରେ ଆମେ ପକାଇଦେବା ଭୃସଙ୍ଗ ପତ୍ର, ତାକୁ ଟିକେ ବି ଗୋଳେଇବା। ଏଇ ଆଇଟମ୍ଟି ଘରେ ଥିବା ସାଧାରଣ ଜିନିଷରୁ ଖୁବ୍ କମ୍ ସମୟରେ ତିଆରି ହୋଇପାରିଥାଏ ଆଉ ଖାଇବାକୁ ବହୁତ ଟେଷ୍ଟ ଲାଗିଥାଏ। ଏବେ ଛେଚା ରସୁଣକୁ ପକାଇ ଗୋଳେଇ ନେବା। ଛେନା ପାଣିରେ ବି ଅନେକ ପୌଷ୍ଟିକ ତତ୍ତ୍ୱ ରହିଯାଇଥାଏ। ଥରେ ଏମିତି ବନେଇକି ଖାଆନ୍ତୁ, ଦେଖିବେ ଛେନା ପାଣିକୁ ଆଉ କେବେ ପକାଇବାକୁ ଇଚ୍ଛା ହେବନି। ହଁ ଦିଦି, ତାର ଯୋଉ ହାଲକା ଖଟାଳିଆ ଟେଷ୍ଟ ନା ମତେ ବହୁତ ବଢିଆ ଲାଗେ। ହଁ, ତୁ ଖାଲି ତୋ ନିଜ କଥା ଭାବୁଥା। ଛେନା ପାଣିର ମିଶ୍ରଣକୁ ଯେଉଁ ଆମେ ଫୁଟେଇକି ରଖିଥିଲେ ତାପରେ ଏବେ ତାକୁ ଆମେ ଛୁଙ୍କ ଦେଇଦେବା। ଏଇଠି ଆମର ପ୍ରସ୍ତୁତ ହେଇଯାଇଛି ଛେନା ପାଣିର କାଞ୍ଜି। ଖରାଦିନେ ଏମିତିକା ଏକ ଖଟାଳିଆ ଆଇଟମ୍ ଖାଇବାକୁ ତ ସମସ୍ତେ ଇଚ୍ଛା କରିବେ। ଘରେ ବନେଇକି ଖାଆନ୍ତୁ। କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ କହିବେ। ଜୟ ଜଗନ୍ନାଥ।